ସୁପ୍ରଭାତ ପିଲାମାନେ, କେମିତି ଅଛ କହିଲ? ହଁ, ଭଲ ଅଛ ନା? ଆଜି ଆମେ ଗୋଟେ ବହୁତ ମଜାଦାର ଭିଡିଓ ଦେଖିବା ଓ ବହୁତ ମଜା ମସ୍ତି କରିବା। ତେବେ ଚାଲ ଭିଡିଓକୁ ଦେଖିବା। এই ଭିଡିଓକୁ ତୁମେ ଦେଖି ସାରିଲା ପରେ ତୁମେ ବିଭିନ୍ନ ପରିମାଣ, ଆକୃତି ଓ ମାପକୁ ବ୍ୟବହାର କରି ପରିବେଶରେ ଥିବା ବିଭିନ୍ନ ଗାଣିତିକ ଧାରଣା ଗୁଡ଼ିକୁ ବୁଝିପାରିବ ଓ ତାକୁ ନିଜ ଜୀବନରେ ବ୍ୟବହାର କରିପାରିବ। ଏହି ପାଠକୁ ସଠିକ ଭାବେ ବୁଝି ସାରିଲା ପରେ ତୁମେ ଦଶାଙ୍କ ପଦ୍ଧତିରେ ସ୍ଥାନୀୟମାନ ବ୍ୟବହାର କରି 99 ପର୍ଯ୍ୟନ୍ତ ସଂଖ୍ୟାର ପରିମାଣକୁ ଚିହ୍ନାଇ ପାରିବ ଆଉ ନିଜ ଦୈନନ୍ଦିନ ଜୀବନରେ ତାକୁ ବ୍ୟବହାର ମଧ୍ୟ କରିପାରିବ। ଏହି ପାଠକୁ ବୁଝି ସାରିଲା ପରେ ତୁମେମାନେ 9 ମଧ୍ୟରେ କୌଣସି ଦୁଇଟି ସଂଖ୍ୟାକୁ ତୁଳନା କରିବ ଓ କୋଉଟା ବେଶୀ କୋଉଟା କମ୍ ତାକୁ ବ୍ୟବହାର କରି ବିଭିନ୍ନ ଶବ୍ଦ କହିପାରିବ। କହିଲ ଦେଖି, ଏଠି କ'ଣ ଅଛି? ହଁ, କାଚ ବାଟି ଅଛି ନା? ତମେ ତାକୁ ଖେଳିବାକୁ ଭଲ ପାଅ ନା? ହଁ, ଖେଳ। ତେବେ କହିଲ ଦେଖି, କେଉଁ ଜାଗାରେ ଅଧିକ ବାଟି ଅଛି? ହାତରେ ଅଛି ନା ପ୍ଲେଟରେ ଅଛି? ହଁ, ପ୍ଲେଟରେ ଅଛି, ନାଇଁ? ତେବେ ଆସ ଆଗକୁ ଯିବା, ଦେଖିବା କ'ଣ ଅଛି। ହଁ, କହିଲ ଦେଖି, ଏଗୁରା କାହାର ଚିତ୍ର? ହଁ, ବେଲୁନର ଚିତ୍ର ନା? ଆଚ୍ଛା କହିଲ, ତୁମେ ବେଲୁନକୁ ଫଟାଇବାକୁ ଭଲ ଲାଗେ ନା ନାହିଁ? ହଁ, ଭଲ ଲାଗେ ନା? ତେବେ ଆସ ଏହି ବେଲୁନକୁ ନେଇ ଆମେ ଆଉ ଗୋଟେ ପ୍ରଶ୍ନ କରିବା। କହିଲ ପିଲାମାନେ, କୋଉ ଚିତ୍ରରେ କମ୍ ବେଲୁନ ଅଛି? ହଁ, ମଝି ଚିତ୍ରରେ, ନାଇଁ? ତେବେ ଆସ ଆଗକୁ ଯିବା। ହଁ, ମଝି ଚିତ୍ରରେ ଆମେ ଗୋଲ ବୁଲେଇବା କାରଣ ସେଠି କମ୍ ବେଲୁନ ଅଛି। କହିଲ ଦେଖି, ଏଠି କାହାର ଚିତ୍ର ଅଛି? ହଁ, ଏଠି ବି ବେଲୁନର ଚିତ୍ର ଅଛି, ନାଇଁ? କହିଲ, କେଉଁ ଚିତ୍ରରେ କମ୍ ସଂଖ୍ୟକ ବେଲୁନ ଅଛି? ହଁ, ଡାହାଣ ପାଖରେ ଅଛି ନା? ତେବେ ଆସ ତାକୁ ରଙ୍ଗ ଦେବା। ହଁ, ଆମେ ଡାହାଣ ପାଖରେ ଥିବା ବେଲୁନରେ ନୀଳ ରଙ୍ଗ ଦେଲେ, ନାଇଁରେ? କହିଲ ଦେଖି, କାହା ତଳେ ଅଧିକ ସଂଖ୍ୟକ ପେଣ୍ଡୁ ଅଛି? ହଁ, ବାମ ପାର୍ଶ୍ୱରେ, ନାଇଁ? ହଁ, ସେଇ ବାମ ପାର୍ଶ୍ୱରେ ଯେଉଁ ସଂଖ୍ୟାଟା ଲେଖା ହେଇଛି ତାକୁ ଆମେ 5 କହିଥାଉ ଓ ଡାହାଣ ପାର୍ଶ୍ୱରେ ଯେଉଁ ସଂଖ୍ୟାଟା ଲେଖା ହେଇଛି ତାକୁ ଆମେ 1 ବୋଲି କହୁ। ତେବେ ଆସ 5 ଚାରିପଟେ ଗୋଲ ବୁଲାଇବା। କହିଲ ଦେଖି, ଏଠି କେଉଁ କେଉଁ ସଂଖ୍ୟା ଅଛି? ହଁ, 7 ଅଛି ଓ 4 ଅଛି। ତେବେ କହିଲ, 4 ସାନ ନା 7 ସାନ? ହଁ, 4 ସାନ, ନାଇଁରେ? ତେବେ ଆସ 4 ଚାରିପଟେ ଆମେ ଗୋଲ ବୁଲାଇବା। କହିଲ ଦେଖି, এইটা କେଉଁ ସଂଖ୍ୟା? ହଁ, ସଂଖ୍ୟା 9 ନା?
କହିଲ ଦେଖି ଏଇଟା କେଉଁ ସଂଖ୍ୟା? ହଁ, ସଂଖ୍ୟା 4 ନା? ତେବେ ଆସ ଯେଉଁ ସଂଖ୍ୟାଟାଟି ବେଶୀ ତା ତଳେ ଆମେ ଠିକ୍ ଚିହ୍ନ ଦେବା। କହିଲ ଦେଖି କେଉଁ ସଂଖ୍ୟାଟି ବେଶୀ ହୋଇଥିବ? ହଁ, 9 ହେଇଥିବ ନା? ତେବେ ଆସ 9 ତଳେ ଆମେ ଠିକ୍ ଚିହ୍ନ ଦେବା। ଧନ୍ୟବାଦ। ଆଉ ଗୋଟିଏ ମଜାଦାର ଭିଡ଼ିଓରେ ଆମର ଦେଖା ସାକ୍ଷାତ ହେବ।